ଆଜିର ଏହି ଭିଡ଼ିଓ ମାଧ୍ୟମରେ ଆମେ ଜାଣିବା ଯେ ପବିତ୍ର ସୁଦଶା ବ୍ରତ କାହିଁକି ପାଳନ କରାଯାଏ। ଏହି ବର୍ଷ ଅର୍ଥାତ୍ ବର୍ଷ 2025ରେ ପବିତ୍ର ସୁଦଶା ବ୍ରତ କେଉଁ ଦିନ ପଡ଼ୁଛି ଓ ଏହାର ଶୁଭ ସମୟ କେବେ ରହିଛି। ଏହି ବର୍ଷ ନବବିବାହିତ ମହିଳାମାନେ ବ୍ରତ କରିବେ ନା ନାହିଁ ଏବଂ 10 ଅଙ୍କ ସହିତ ଏହି ବ୍ରତର କ'ଣ ସାମଞ୍ଜସ୍ୟ ରହିଛି। ଏଥିସହିତ ବିବାହିତ ନାରୀମାନଙ୍କ ପାଇଁ ଏହି ବ୍ରତର ମହତ୍ତ୍ୱ ଏବଂ ପୌରାଣିକ ମତ। ଏହାପରେ ଭିଡ଼ିଓର ଶେଷରେ ରହିଛି ମା ଲକ୍ଷ୍ମୀଙ୍କର 10ଟି ନାମ, ପୂଜାବିଧି ଏବଂ ଏହି ଦିନ କ'ଣ କରିବା ଅନୁଚିତ, କ'ଣ କରିବା ଶୁଭ ଓ ଏଥିସହିତ ଶୁଭ ଅଶୁଭ ରାଶିଫଳ ବିଷୟରେ ସମ୍ପୂର୍ଣ୍ଣ ଭାବରେ ଜାଣିବା। ସୁଦଶା ବ୍ରତର ମହତ୍ତ୍ୱ। ବନ୍ଧୁଗଣ, ଓଡ଼ିଆ ସଂସ୍କୃତିରେ ଓଷା ବ୍ରତର ଯଥେଷ୍ଟ ଗୁରୁତ୍ୱ ରହିଛି। ଓଡ଼ିଶାରେ ପାଳିତ ହେଉଥିବା ବିଭିନ୍ନ ବ୍ରତ ମଧ୍ୟରେ ସୁଦଶା ବ୍ରତ ଅନ୍ୟତମ। ଐଶ୍ୱର୍ଯ୍ୟର ଦେବୀ ମା ଲକ୍ଷ୍ମୀଙ୍କର ଆରାଧନାର ପର୍ବ ହେଉଛି ପବିତ୍ର ସୁଦଶା ବ୍ରତ ଏବଂ ଏହି ପର୍ବ ନିଷ୍ଠା ଓ ଭକ୍ତିମୟ ପରିବେଶ ମଧ୍ୟରେ ସାରା ରାଜ୍ୟରେ ପାଳନ କରାଯାଇଥାଏ। ଯଦି କୌଣସି ମାସର ଶୁକ୍ଳପକ୍ଷ ଦଶମୀ ତିଥି ଗୁରୁବାର ଦିନ ପଡ଼ିଥାଏ, ତେବେ ସେହି ଗୁରୁବାର ଦିନ ସୁଦଶା ବ୍ରତ କରାଯାଇଥାଏ। ଯଦି ଏହି ଦିନ ବିବାହ ତିଥି ରହିଥାଏ, ତେବେ ଏହାକୁ ନୂଆ ସୁଦଶା ବ୍ରତ ବୋଲି କୁହାଯାଇଥାଏ। ଅର୍ଥାତ୍ ଏହି ଦିନ ନବବିବାହିତ ମହିଳାମାନେ ପ୍ରଥମ କରି ବ୍ରତ ଆରମ୍ଭ କରିଥାନ୍ତି। ଘରର ସୁଖ ସମୃଦ୍ଧି ଓ ଶାନ୍ତି ବଜାୟ ରଖିବା ପାଇଁ ଗୃହିଣୀମାନେ ଏହି ବ୍ରତକୁ ପାଳନ କରିଥାନ୍ତି। ଏହି ବର୍ଷ ସୁଦଶା ବ୍ରତର ତିଥି ଓ ଶୁଭ ସମୟ। ବନ୍ଧୁଗଣ, ଏହି ବର୍ଷ ସୁଦଶା ବ୍ରତ ଜୁନ୍ 5 ତାରିଖ ଗୁରୁବାର ଅର୍ଥାତ୍ ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଦଶମୀ ଦିନ ପଡ଼ୁଛି। ଏହି ଦିନ ବିବାହିତ ମହିଳାମାନେ ସୁଦଶା ବ୍ରତ ପାଳନ କରିପାରିବେ। ଦଶମୀ ତିଥି ଆରମ୍ଭ ହେଉଛି 4 ଜୁନ୍ 2025 ବୁଧବାର ରାତ୍ରି 11:54 ଏବଂ ଦଶମୀ ତିଥି ସମାପ୍ତ ହେଉଛି 5 ଜୁନ୍ 2025 ଗୁରୁବାର ରାତ୍ରି 2:15। ସୁଦଶା ବ୍ରତର ଶୁଭ ସମୟ ହେଉଛି ସକାଳ 5:07 ଆରମ୍ଭ ହୋଇ ଦିନ 11:29 ପର୍ଯ୍ୟନ୍ତ ରହୁଛି। ଏହି ସମୟରେ ଆପଣମାନେ ବ୍ରତର ପୂଜାବିଧି ପାଳନ କରିପାରିବେ। ନବବିବାହିତ ମାନଙ୍କ ପାଇଁ ଏହି ପୂଜା ପଡ଼ୁଛି କି ନାହିଁ ଆସନ୍ତୁ ଜାଣିବା। ଏହି ବ୍ରତ 5 ଜୁନ୍ 2025 ଦିନ ପଡ଼ୁଛି। ଏହି ଦିନ ରହିଛି ଶୁକ୍ଳପକ୍ଷ ଦଶମୀ ଏବଂ ବାର ଗୁରୁବାର। ଏହି ଦିନ ବିବାହ ତିଥି ମଧ୍ୟ ପଡ଼ୁଅଛି। ତେଣୁ ନବବିବାହିତ ମହିଳାମାନେ ଏହି ଦିନ ବ୍ରତ ଆରମ୍ଭ କରିପାରିବେ। ଏବେ ଆସନ୍ତୁ ଜାଣିବା ପୌରାଣିକ କଥା ଅନୁସାରେ ସୁଦଶା ବ୍ରତର ମହତ୍ତ୍ୱ କ'ଣ ରହିଛି। ପୌରାଣିକ ମତରେ ଏହି ବ୍ରତ ପ୍ରଥମେ ବିଦର୍ଭ ଦେଶର ରାଜା ନଳଙ୍କର ପାଟରାଣୀ ଦମୟନ୍ତୀ ଆରମ୍ଭ କରିଥିଲେ। ସେହିଦିନଠାରୁ ଏହି ପର୍ବକୁ ସମସ୍ତ ବିବାହିତ ନାରୀମାନେ ଆଜି ପର୍ଯ୍ୟନ୍ତ ପାଳନ କରି ଆସୁଛନ୍ତି। ଦିନେ ଦୀକ୍ଷା ବ୍ରାହ୍ମଣୀ ନଦୀରୁ ଜଳ ଆଣିବା ସମୟରେ ନିଜର ବ୍ରତଟିକୁ ହରାଇ ଦେଇଥିଲେ। ବ୍ରତ ହରାଇ ବିକଳ ଭାବେ କ୍ରନ୍ଦନ କରୁଥିବା ବେଳେ ନଳରାଜା ତାଙ୍କର ଦୁଃଖ ଦୂର କରିବା ପାଇଁ ସତ୍ୟ ପ୍ରତିଜ୍ଞା କରି ନିଜ ରାଣୀ ଦମୟନ୍ତୀଙ୍କ ପାଖରୁ ବ୍ରତ ଆଣି ବ୍ରାହ୍ମଣୀଙ୍କୁ ଦେଇଥିଲେ। ଯେହେତୁ ବ୍ରତଟି ମା ଲକ୍ଷ୍ମୀଙ୍କର ପ୍ରତୀକ, ତେଣୁ ବ୍ରତଦାନ କଲାପରେ ମନୁଷ୍ୟ ଲକ୍ଷ୍ମୀ ଛଡ଼ା ହୋଇଯାଏ। ବ୍ରତଦାନ କରିବା ପରେ ତାଙ୍କର ସକଳ ସମ୍ପଦ, ସୁଖ ଏବଂ ଐଶ୍ୱର୍ଯ୍ୟ ଅପହୃତ ହୋଇ ରାଜା ଓ ରାଣୀ ଲକ୍ଷ୍ମୀ ଛଡ଼ା ହୋଇ ଶ୍ରୀହୀନ ହୋଇଯାଇଥିଲେ। ବହୁତ ଦୁଃଖ ଦୁର୍ଦ୍ଦଶା ଭୋଗ କଲା ପରେ ରାଣୀ ପୁଣି ଥରେ ଯଥାବିଧି ଅନୁସାରେ ସୁଦଶା ବ୍ରତ ପାଳନ କରିବା ପରେ ସେମାନଙ୍କର ସମସ୍ତ ଅପହୃତ ସୁଖ ଏବଂ ସୌଭାଗ୍ୟ ଫେରି ପାଇଥିଲେ। ତେଣୁ ମାତା ଲକ୍ଷ୍ମୀଙ୍କୁ ସମର୍ପଣ କରି ମହିଳାମାନେ ଏହି ବ୍ରତକୁ ଧାରଣ କରିଥାନ୍ତି। ସୁଦଶା ଶବ୍ଦର ଅର୍ଥ ଓ 10 ଅଙ୍କର ମହତ୍ତ୍ୱ। ସୁଦଶା ଶବ୍ଦର ଅର୍ଥ ହେଉଛି ସୁ ଅର୍ଥ ଶୁଭ ବା ସକାରାତ୍ମକ ଏବଂ ଦଶା। ଦଶା ହେଉଛି 10 ଅଙ୍କର ମହତ୍ତ୍ୱ। ଏହାର ଅନ୍ୟ ଅର୍ଥ ହେଉଛି ମନୁଷ୍ୟର ଦୁର୍ଦ୍ଦଶାକୁ ସୁଦଶାରେ ପରିଣତ କରୁଥିବାର ବ୍ରତ ସୁଦଶା ବ୍ରତ। ତେଣୁ ସୁଦଶା ବ୍ରତର ପୂଜାରେ ସୁଦଶା ବ୍ରତକୁ ମୁଖ୍ୟ ମାନିବାର ଏକ ମୁଖ୍ୟ ବିଶେଷ ହେଉଛି 10 ଅଙ୍କ।
ତେଣୁ ସୁଦଶା ବ୍ରତରେ 10 ପାଖୁଡ଼ା ପଦ୍ମ, 10 ବର୍ଣ୍ଣ ମୁରୁଜ, 10 ମୁଖୀ ଦୀପ, 10 ମୁଠି ଚାଉଳ, 10 ଗୋଟି କଦଳୀ, 10 ଗୋଟି ମଣ୍ଡା ସହିତ ମା ଲକ୍ଷ୍ମୀଙ୍କର 10 ନାମ ଉଚ୍ଚାରଣ କରି ମହିଳାମାନେ ଏହି ଦିନ ଧଳା ସୂତା ବା 10 ଖିଅ ଥିବା ଧଳା ସୂତାରେ 10ଟି ଗଣ୍ଠି ଦେଇ ବ୍ରତ ପୂଜା କରିଥାନ୍ତି। ଆପଣ ଯେତେବେଳେ ବ୍ରତ ତିଆରି କରୁଛନ୍ତି ସେତେବେଳେ ଆପଣ 10ଟି ସୂତାକୁ ଏକାଠି କରି ସେଥିରେ 10ଟି ଗଣ୍ଠି ପକାଇ ବ୍ରତ କରି ସେହି ବ୍ରତକୁ ଆପଣମାନେ ମା ଲକ୍ଷ୍ମୀଙ୍କ ପାଖରେ ପୂଜା କରି ଧାରଣ କରିପାରିବେ। ମା ଲକ୍ଷ୍ମୀଙ୍କର ଯେଉଁ 10ଟି ନାମ ରହିଛି ସେହି 10ଟି ନାମକୁ ଆପଣମାନେ ଗୋଟିଏ ଗୋଟିଏ ଗଣ୍ଠି ପକାଇବା ସମୟରେ ଉଚ୍ଚାରଣ କରିବା ଉଚିତ। ଯଦି ପ୍ରଥମ ଗଣ୍ଠିଟି ଆପଣ ପକାଉଛନ୍ତି ବ୍ରତରେ ସେହି ଗଣ୍ଠି ପକାଇବା ସମୟରେ ମା ଲକ୍ଷ୍ମୀଙ୍କର ପ୍ରଥମ ନାମ ଉଚ୍ଚାରଣ କରନ୍ତୁ, ଧ୍ୟାନ କରନ୍ତୁ। ତାପରେ ଦ୍ୱିତୀୟ ଗଣ୍ଠି ପକାନ୍ତୁ। ଦ୍ୱିତୀୟ ଗଣ୍ଠି ପକାଇଲା ବେଳେ ଦ୍ୱିତୀୟ ନାମ ଏହିପରି ଭାବରେ ତୃତୀୟ, ଚତୁର୍ଥ, ପଞ୍ଚମ, ଷଷ୍ଠ, ସପ୍ତମ, ଅଷ୍ଟମ ଏବଂ ନବମ ଓ ଦଶମ ଗଣ୍ଠି ପକାଇ ମା ଲକ୍ଷ୍ମୀଙ୍କର 10ଟି ନାମକୁ ଆପଣମାନେ ଉଚ୍ଚାରଣ କରନ୍ତୁ ଏବଂ ସେହି ବ୍ରତକୁ ପୂଜା କରି ଆପଣମାନେ ଧାରଣ କରନ୍ତୁ। ଏବେ ଆସନ୍ତୁ ଜାଣିବା ମା ଲକ୍ଷ୍ମୀଙ୍କର 10ଟି ନାମ କ'ଣ ରହିଛି। ବ୍ରତରେ ଯେତେବେଳେ ଆପଣ 10ଟି ଗଣ୍ଠି ଦେବା ସମୟରେ ମା ଲକ୍ଷ୍ମୀଙ୍କର ନାମ ନେଉଛନ୍ତି ଏହି 10ଟି ନାମ ଉଚ୍ଚାରଣ କରିବା ଉଚିତ। ସେଗୁଡ଼ିକ ହେଉଛି ଲକ୍ଷ୍ମୀ ନାରାୟଣୀ, କମଳିନୀ, ଶ୍ରୀହରି ହରପ୍ରିୟା, ପଦ୍ମାଳୟା, କମଳା, ଚଞ୍ଚଳା, ବିଘ୍ନେଶ୍ୱରୀ, ସିନ୍ଦୁର ଦୁଲଣୀ, ଦୁର୍ଗତି ନାଶିନୀ ଏବଂ ବିଷ୍ଣୁ ପାଟରାଣୀ। ଏବେ ଆସନ୍ତୁ ଜାଣିବା ସୁଦଶା ବ୍ରତର ପୂଜାବିଧି ବା ଆପଣମାନେ ଯଦି ସୁଦଶା ବ୍ରତ କରୁଛନ୍ତି କେମିତି ଏହି ବ୍ରତକୁ କରିବେ ବା ଏହି ବ୍ରତର ପୂଜାବିଧି ପାଳନ କରିବେ ସେହିସବୁ ବିଷୟରେ ଆସନ୍ତୁ ଜାଣିନେବା। ଏହି ସୁଦଶା ବ୍ରତ ଦିନ ଆପଣମାନେ ଆପଣଙ୍କ ଘରକୁ ପରିଷ୍କାର ପରିଚ୍ଛନ୍ନ କରି ରଖନ୍ତୁ। ଏହା ବ୍ୟତୀତ ଘରକୁ ଭୁଲରେ ମଧ୍ୟ ଅନ୍ଧାର କରି ରଖନ୍ତୁ ନାହିଁ। ଯଦି ଆପଣ ପାରୁଛନ୍ତି ଗୋବର ପାଣିରେ ଘରକୁ ପବିତ୍ର କରିନିଅନ୍ତୁ। ଏହି ଦିନ ଆପଣମାନେ ସୂର୍ଯ୍ୟୋଦୟ ପୂର୍ବରୁ ଶଯ୍ୟାତ୍ୟାଗ ନିଶ୍ଚିନ୍ତ କରନ୍ତୁ। ସୁଦଶା ବ୍ରତ ପୂଜାରେ ମା ଲକ୍ଷ୍ମୀଙ୍କ ପାଖରେ 3 ବେଳାର ଭୋଗ ଲଗାଯାଇଥାଏ। ପ୍ରଭାତ ବା ସକାଳ ସମୟରେ 10 ପ୍ରକାରର ଫଳ ଓ 10ଟି ଛେନାର ଭୋଗ ଲଗାଯାଇଥାଏ। ମଧ୍ୟାହ୍ନ ସମୟରେ 10ଟି ମଣ୍ଡା ପିଠାର ଭୋଗ ଲଗାଯାଇଥାଏ ଏବଂ ସନ୍ଧ୍ୟା ସମୟରେ 10ଟି ଛେନାପଣାର ଭୋଗ ଲଗାଯାଇଥାଏ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମା ଲକ୍ଷ୍ମୀଙ୍କ ପାଖରେ ଯେଉଁ ସବୁ ଭୋଗକୁ ଲଗାଇବେ ସେହି ଭୋଗକୁ ନିଜର ପରିବାର ଲୋକଙ୍କ ଛଡ଼ା ଅନ୍ୟ କେଉଁ ଲୋକଙ୍କୁ ବାଣ୍ଟିବେ ନାହିଁ, ନଚେତ୍ ଆପଣମାନେ ଲକ୍ଷ୍ମୀ ଛଡ଼ା ହୋଇଯିବେ। ସୁଦଶା ବ୍ରତର ପୂଜା ବ୍ରହ୍ମ ମୁହୂର୍ତ୍ତରେ ଆରମ୍ଭ କରିବା ଅତ୍ୟନ୍ତ ଶୁଭ ହୋଇଥାଏ। କାରଣ ଏହାର ମାନ୍ୟତା ରହିଛି ଯେ ସେହି ସମୟରେ ମା ଲକ୍ଷ୍ମୀଙ୍କ ବା ଏହି ଯେଉଁ ପ୍ରଭାତ ସମୟ, ଏହି ପ୍ରଭାତ ସମୟରେ ମା ଲକ୍ଷ୍ମୀ ମନ୍ଦିରରୁ ବାହାରି ନିଜ ଭକ୍ତମାନଙ୍କ ଘରକୁ ବୁଲିବା ପାଇଁ ଆସିଥାନ୍ତି। ତେଣୁ ସୂର୍ଯ୍ୟୋଦୟ ହେବା ପୂର୍ବରୁ ଆପଣମାନେ ଶଯ୍ୟା ତ୍ୟାଗ କରି ହଳଦୀ ଲଗାଇ ନିଶ୍ଚିନ୍ତ ସ୍ନାନ କରିବେ ଓ ଧଳା, ନାଲି ବା ହଳଦୀ ରଙ୍ଗର ଶାଢ଼ୀ ପିନ୍ଧି ସୁଦଶା ବ୍ରତ ପୂଜା ଆରମ୍ଭ କରିବେ। ଏହା ସହିତ ମଥାରେ ସିନ୍ଦୁର ଓ ପାଦରେ ଅଳତା ଲଗାଇବା ପାଇଁ କେବେ ବି ଭୁଲିବେ ନାହିଁ। ଏବେ ଆସନ୍ତୁ ଜାଣିବା ଯଦି ଆପଣମାନେ ସୁଦଶା ବ୍ରତ ପାଳନ କରୁଛନ୍ତି ଏହି ଦିନ ସବୁ କ'ଣ କରିବେ ବା କ'ଣ ସବୁ କରିବେ ନାହିଁ ତାହା ବିଷୟରେ। ପ୍ରଥମେ ଜାଣିବା ଏହି ଦିନ କ'ଣ ସବୁ କରିବେ ବା କରିବେ ନାହିଁ। ଗୁରୁବାର ସୁଦଶା ବ୍ରତ ଦିନ ବିଳମ୍ବ ପର୍ଯ୍ୟନ୍ତ ଶୋଇ ରହନ୍ତୁ ନାହିଁ। ଏହି ଦିନ ସକାଳୁ ଉଠି ପ୍ରଥମେ ଘରଦ୍ୱାର ସଫା କରିବା ଆବଶ୍ୟକ। ସକାଳେ ଉଠିବା ପରେ ବାସି ବିଛଣା ପଡ଼ିଥିବା ଅବସ୍ଥାରେ ପୂଜା ଓ ବ୍ରତ କରନ୍ତୁ ନାହିଁ। ପ୍ରଥମେ ବାସି ବିଛଣା ଉଠାଇ ଘରକୁ ଝାଡ଼ୁ କରନ୍ତୁ। ପରେ ଘର ପୋଛିବା ପରେ ହଳଦୀ ଲଗାଇ ସ୍ନାନ କରି ମା ଲକ୍ଷ୍ମୀଙ୍କର ପୂଜା ଆରମ୍ଭ କରନ୍ତୁ। ଗୁରୁବାର ସୁଦଶା ବ୍ରତ ଦିନ ପ୍ରଥମେ ତୁଳସୀ ଚଉରା ନିକଟରେ ମା ବୃନ୍ଦାବତୀଙ୍କୁ ପୂଜା କରିବା ପରେ ଯାଇ ଠାକୁର ଘରେ ମା ଲକ୍ଷ୍ମୀଙ୍କର ପୂଜା କରିବେ। ଗୁରୁବାର ଓ ସୁଦଶା ବ୍ରତ ବୃହସ୍ପତିଙ୍କୁ ସମର୍ପିତ ହୋଇଥିବାରୁ
ଦେବଗୁରୁଙ୍କର ପ୍ରିୟ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ। ଭଗବାନ ବିଷ୍ଣୁଙ୍କୁ ମଧ୍ୟ ହଳଦିଆ ରଙ୍ଗର ଜିନିଷ ପସନ୍ଦ, ତେଣୁ ଭଗବାନ ବିଷ୍ଣୁଙ୍କୁ ହଳଦିଆ ଫୁଲ ବା ପୁଷ୍ପ ଅର୍ପଣ କରନ୍ତୁ। ହଳଦିଆ ରଙ୍ଗର ବସ୍ତୁ ଦାନ କରିବା ଶୁଭ ବୋଲି ମନାଯାଏ। ଏହି ଦିନ ଆପଣମାନେ ହଳଦୀ, ଚଣା, ଡାଲି କିମ୍ବା କଦଳୀ ଦାନ କରନ୍ତୁ। ଏହା ସହ ଏହି ଦିନ ବୃହସ୍ପତିଙ୍କର ମନ୍ତ୍ର 108 ଥର ଜପ କରନ୍ତୁ। ନିଶ୍ଚୟ ଶୁଭ ଫଳ ମିଳିବ। ସୁଦଶା ବ୍ରତ ହେଉଛି ମା ଲକ୍ଷ୍ମୀଙ୍କର ଅତି ପ୍ରିୟ ଦିନ, ତେଣୁ ଏହି ଦିନ ଏକ ଲାଲ ରଙ୍ଗର କପଡ଼ା ଉପରେ କିଛି ଶ୍ଵେତ ଧାନ ବିଛାଇ ଲକ୍ଷ୍ମୀଙ୍କ ପ୍ରତିମା ନିକଟରେ ପୂଜା କରନ୍ତୁ। ଏଥିସହିତ 10 ପ୍ରକାରର ପୁଷ୍ପ ମଧ୍ୟ ମାଙ୍କ ଉପରେ ଅର୍ପଣ କରନ୍ତୁ। ଏହି ଦିନ ଭୁଲରେ ବି ଘରେ ଆମିଷ ରାନ୍ଧନ୍ତୁ ନାହିଁ କିମ୍ବା ଆମିଷ ସେବନ କରନ୍ତୁ ନାହିଁ। ବ୍ରତ କରୁଥିବା ନାରୀମାନେ ଉଷୁନା ଖାଦ୍ୟ ଏହି ଦିନ ସେବନ କରନ୍ତୁ ନାହିଁ। ଦଶମୀ ତିଥି ବୁଧବାର ଦିନରୁ ଆରମ୍ଭ ହେଉଥିବାରୁ ଆପଣମାନେ ବୁଧବାର ଦିନ ମଧ୍ୟ ଆମିଷ ଭକ୍ଷଣ କରନ୍ତୁ ନାହିଁ। ଦିନ 12ଟା ପରେ କାହାକୁ ଭିକ୍ଷା ଦିଅନ୍ତୁ ନାହିଁ ଏବଂ କାହାକୁ ଟଙ୍କା ଧାର ଦିଅନ୍ତୁ ନାହିଁ। ଏପରି କଲେ ଘରୁ ମା ଲକ୍ଷ୍ମୀ ଚାଲିଯାଇଥାନ୍ତି, ଅର୍ଥାତ୍ ଲକ୍ଷ୍ମୀ ଛଡ଼ା ଆପଣ ହୋଇଯାଇଥାନ୍ତି, ଏମିତି କୁହାଯାଏ। ଏହି ଦିନ ସନ୍ଧ୍ୟା ସମୟରେ ମୁଣ୍ଡ କୁଣ୍ଡାଇବା ଓ ଶୋଇବା ନିଷେଧ ଏବଂ ଗୃହରେ ମଧ୍ୟ କଳି ଝଗଡ଼ା କରିବା ନିଷେଧ। ସନ୍ଧ୍ୟା ସମୟରେ ଧୂପ ଜଳାଇ ଘର ସାରା ବୁଲାନ୍ତୁ। ଏହାଦ୍ୱାରା ଆଖପାଖରେ ଥିବା ବାତାବରଣ ଶୁଦ୍ଧ ହେବ ଓ ନକାରାତ୍ମକ ଶକ୍ତି ଘରୁ ଦୂରେଇଯିବ। ଏହି ସୁଦଶା ବ୍ରତ ଯେହେତୁ ଶୁଭ ଦିନରେ ପଡ଼ୁଛି ବା ବିବାହ ତିଥି ରହିଛି, ତେଣୁ ନବବିବାହିତ ମହିଳାମାନେ ଏହି ଦିନ ବ୍ରତ ଆରମ୍ଭ କରିପାରିବେ। ଏଥିସହିତ ଏହି ସୁଦଶା ବ୍ରତ ପରଠାରୁ ଗ୍ରହ ଓ ନକ୍ଷତ୍ରମାନଙ୍କର ଗତିବିଧିରେ କିଛି ପରିବର୍ତ୍ତନ ହେବା ପାଇଁ ଯାଉଛି। ଏବେ ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତିମାନଙ୍କ ପାଇଁ ଏହି ସୁଦଶା ବ୍ରତ ଶୁଭ ରହିବ। ବନ୍ଧୁଗଣ, ଗ୍ରହମାନଙ୍କର ଗତିବିଧିରେ ପରିବର୍ତ୍ତନ କାରଣରୁ ସମସ୍ତ ବ୍ୟକ୍ତିଙ୍କର ଜୀବନ ପ୍ରଭାବିତ ହୋଇଥାଏ। ଯଦି କୌଣସି ବ୍ୟକ୍ତିର ରାଶିରେ ଗ୍ରହମାନଙ୍କର ସ୍ଥିତି ଠିକ୍ ଥାଏ, ତେବେ ତାହାର ଜୀବନ ଉପରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ। କିନ୍ତୁ ଯଦି ଗ୍ରହମାନଙ୍କର ସ୍ଥିତି ଠିକ୍ ନଥାଏ, ତେବେ ବ୍ୟକ୍ତିଙ୍କୁ ବହୁତ ସମସ୍ୟାର ସାମ୍ନା କରିବା ପାଇଁ ପଡ଼ିଥାଏ। ସେଥିପାଇଁ ବ୍ୟକ୍ତିମାନଙ୍କର ଜୀବନରେ ରାଶି ଓ ନକ୍ଷତ୍ରର ବହୁତ ମହତ୍ତ୍ୱ ରହିଅଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବା ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁସାରେ ଆଜିଠାରୁ ଅର୍ଥାତ୍ ଏହି ସୁଦଶା ବ୍ରତ ପରଠାରୁ ଏହି 8ଟି ରାଶିମାନଙ୍କ ଉପରେ ମା ଲକ୍ଷ୍ମୀଙ୍କର ବିଶେଷ କୃପା ବର୍ଷିବାର ଅଛି, ଯାହାଦ୍ୱାରା ଏହି 8ଟି ରାଶି ବିଶିଷ୍ଟ ବ୍ୟକ୍ତିବିଶେଷମାନଙ୍କର ଭାଗ୍ୟ ଖୋଲିଯିବ ଏବଂ ଏମାନଙ୍କୁ ପ୍ରଚୁର ଧନ ଉପାର୍ଜନ କରିବାର ଉତ୍ତମ ସୁଯୋଗ ପ୍ରାପ୍ତ ହେବ। ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶିମାନଙ୍କ ଉପରେ ମା ଲକ୍ଷ୍ମୀ କ'ଣ ସବୁ ପ୍ରଭାବ ପକାଇବା ପାଇଁ ଯାଉଛନ୍ତି। ବନ୍ଧୁଗଣ, ଏହି ରାଶିର ଲୋକମାନଙ୍କୁ ମା ଲକ୍ଷ୍ମୀଙ୍କ କୃପାରୁ ଭାଗ୍ୟର ପୂର୍ଣ୍ଣ ସହଯୋଗ ମିଳିବ। କମ୍ପାନୀ ତରଫରୁ ବିଦେଶ ଯାତ୍ରା କରିବାର ଯୋଗ ରହିଅଛି ଏବଂ ଏହାଦ୍ୱାରା ଆପଣ ବିଶେଷ ଲାଭବାନ ହେବେ। ନିଜର ବୁଦ୍ଧିମତା କାରଣରୁ ଆପଣ ପ୍ରଚୁର ଧନ ଉପାର୍ଜନ କରିବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ନିର୍ମାଣ କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ। ଏହି ରାଶିର ଲୋକମାନଙ୍କୁ ମା ଲକ୍ଷ୍ମୀଙ୍କ କୃପାରୁ ଉନ୍ନତି ମିଳିବ ଏବଂ ବ୍ୟବସାୟ କ୍ଷେତ୍ରରେ ସନ୍ତୁଷ୍ଟ ରହିବେ। ଅଫିସର ଓ ସହକର୍ମୀମାନେ ଆପଣଙ୍କ କାମରେ ପ୍ରଶଂସା କରିବେ। ପ୍ରିୟଜନମାନଙ୍କ ସହ ସମ୍ବନ୍ଧ ଓ ସମ୍ପର୍କ ସୁଦୃଢ଼ ରହିବ। ଅଧିକ ପରିଶ୍ରମ କରିବା ଦ୍ୱାରା ଆପଣ ପ୍ରଚୁର ଅର୍ଥ ଲାଭ କରିପାରିବେ। ବହୁତ ଦିନରୁ ଲାଗି ରହିଥିବା ଚିନ୍ତା ଓ ବିବାଦରୁ ଆପଣମାନଙ୍କୁ ମୁକ୍ତି ମିଳିବ। ଏହି ରାଶିର ଲୋକମାନଙ୍କୁ ମା ଲକ୍ଷ୍ମୀଙ୍କ କୃପାରୁ ସଫଳତା ପ୍ରାପ୍ତି ହେବ। ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନରେ ବୃଦ୍ଧି ହେବ। ପ୍ରେମୀ ଓ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ରହିବେ। ଶିକ୍ଷା କ୍ଷେତ୍ରରେ ଆପଣ ଉନ୍ନତି କରିବେ। ପରିବାରରେ ମାଙ୍ଗଳିକ କାର୍ଯ୍ୟ ଓ ଧାର୍ମିକ କାର୍ଯ୍ୟର ଆୟୋଜନ କରିପାରନ୍ତି। ଯାତ୍ରା କରିବା ସମୟରେ କୌଣସି ଶୁଭ ସମାଚାର ଶୁଣିବା ପାଇଁ ମିଳିପାରେ। ଘରେ ନୂତନ ବସ୍ତୁ ବା ନୂତନ ଜିନିଷପତ୍ର ଆପଣ କ୍ରୟ କରିପାରନ୍ତି। ଯାନବାହନ କ୍ରୟ କରିବାର ସମ୍ପୂର୍ଣ୍ଣ ସୁଯୋଗ ଲାଭ କରିପାରିବେ। ଏବେ ଆସନ୍ତୁ ଜାଣିବା ସେହିସବୁ ଭାଗ୍ୟଶାଳୀ ରାଶିମାନଙ୍କର ନାମ। ପ୍ରଥମ ରାଶି ହେଉଛି ମେଷ ରାଶି, ଦ୍ୱିତୀୟ ରାଶି ହେଉଛି ବୃଷ ରାଶି, ତୃତୀୟ ରାଶି ହେଉଛି କର୍କଟ ରାଶି, ଚତୁର୍ଥ ରାଶି ହେଉଛି କନ୍ୟା ରାଶି, ପଞ୍ଚମ ରାଶି ହେଉଛି ବିଛା ରାଶି, ଷଷ୍ଠ ରାଶି ହେଉଛି ଧନୁ ରାଶି, ସପ୍ତମ ରାଶି ହେଉଛି କୁମ୍ଭ ରାଶି ଏବଂ ଅଷ୍ଟମ ବା ଅନ୍ତିମ ରାଶିଟି ହେଉଛି ମୀନ ରାଶି। ତେଣୁ ଘରର ମହିଳାମାନେ ଘରର ସୁଖ, ସମୃଦ୍ଧି ଏବଂ ଶାନ୍ତି ବଜାୟ ରଖିବା ପାଇଁ ଏହି ବ୍ରତକୁ ନିଷ୍ଠାର ସହିତ କରିବା ଆବଶ୍ୟକ। ଏହି ବ୍ରତ ସମୟରେ
କ'ଣ ସବୁ ନ କରିବା ଉଚିତ ଆସନ୍ତୁ ଜାଣିବା। ଉଷୁନା ଚାଉଳର ଭାତ ଖାଇବା ନିଷେଧ, ପିଆଜ ରସୁଣ ଖାଇବା ନିଷେଧ, ମସୁର ଡାଲି ଖାଇବା ନିଷେଧ, ଆମିଷ ଭୋଜନ କରିବା ନିଷେଧ, କଳା ରଙ୍ଗର ବସ୍ତ୍ର ବା ଲୁଗା ପିନ୍ଧିବା ନିଷେଧ। ତେବେ ବନ୍ଧୁଗଣ, ଏହା ଥିଲା ପବିତ୍ର ସୁଦଶା ବ୍ରତ କିପରି କରିବେ ଏହାର ଶୁଭ ସମୟ ଏବଂ ସମ୍ପୂର୍ଣ୍ଣ ବିବରଣୀ ବିଷୟରେ। ତେବେ ଆଶା କରୁଛୁ ଆପଣମାନଙ୍କୁ ଏହି ଭିଡ଼ିଓଟି ନିଶ୍ଚୟ ପସନ୍ଦ ଆସିଥିବ। ପସନ୍ଦ ଆସିଥିଲେ ଏହି ଭିଡ଼ିଓକୁ ଲାଇକ୍ କରିବା ସହିତ ଆପଣଙ୍କର ପ୍ରିୟଜନମାନଙ୍କ ସହିତ ସେୟାର କରିନିଅନ୍ତୁ।